जय जगन्नाथ मु दिवाकर दास आपण मानक प्रणाम करुच्ची। अनेक शास्त्र कथा अच्छे मानिले देवता न मानिले पत्थर। आपण मानक कही रखा चाहूँ गरुड़ पुराण अनुसार जदि विधवा नारी आमिष भक्षण करती स्वामी मरीगला आमिष खाती तो कौन हुए। गरुड़ पुराण में लिखाई विधवा नारी जदि आमिष भोजन करे से प्रथमतः धर्मनाश हुए। द्वितीयतः स्वामी जे कि इहलीला संवरण कर ସେମାନେ ବହୁ କଷ୍ଟ ଭୋଗ କରନ୍ତି। ଏମିତିକି ସ୍ତ୍ରୀ ଯଦି ଆମିଷ ଭକ୍ଷଣ କରେ ସ୍ୱାମୀ ନର୍କ ଯାତନା ମଧ୍ୟ ଭୋଗ କରେ ଆଉ ଉପରେ ଥାଇକି ଅନେକ ପୀଡ଼ା ମଧ୍ୟ ପ୍ରାପ୍ତି କରେ। ଆଉ କାହିଁକି ନା ତା କାରଣ ଯେ ଅନେକ ଲୋକ ମଧ୍ୟ ଆପଣଙ୍କ ପାର୍ଶ୍ୱରେ ଥିବା ଲୋକମାନେ କହନ୍ତି ଏ ତୁ ମରିଗଲେ ମୁଁ ଆମିଷ ଖାଇବି, ଅର୍ଥାତ୍ ତୋ ସହିତ ମୋର କୌଣସି ସମ୍ବନ୍ଧ ନାହିଁ। ଆମିଷ ଖାଇଦେଲା ପରେ ଅର୍ଥାତ୍ ସମ୍ପର୍କ ସବୁ ଛିଡ଼ିଯାଏ। ତ ସେଥିପାଇଁ ବିଧବା ନାରୀମାନେ ବିଶେଷ ଭାବରେ ଆମିଷ ଭୋଜନ କଲେ ପ୍ରଥମତଃ ତ ଧର୍ମନାଶ ହୁଏ, ତାଙ୍କର ସ୍ୱାମୀ ମଧ୍ୟ ପୀଡ଼ା ପ୍ରାପ୍ତି କରନ୍ତି। ଯେଉଁମାନେ ହଁ ବିବାହ ପରେ ସ୍ୱାମୀ ଚାଲିଗଲା ସେମାନେ ଅନ୍ୟତ୍ର ବିବାହ କଲେ, ଅନ୍ୟ ଗୋତ୍ର ମିଶିଲେ, ସେମାନେ ଆମିଷ ଖାଆନ୍ତୁ କି ନ ଖାଆନ୍ତୁ ସେଥିରେ କିଛି ଆସିନି। ଏମିତିକି ଜୀବ ହତ୍ୟା ତ ମହାପାପ, ଆମିଷ ଖାଇଲେ ଅନେକ ପାପ ମଧ୍ୟ ହୋଇଥାଏ। କାହିଁକି ନା ମଣିଷ ଜାଣେ ନା ଜୀବରେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟେ ସେ ଚଣ୍ଡାଳ ତୁଲ୍ୟ ହୋଇଛି। କିନ୍ତୁ ବିଧବା ନାରୀ ଯଦି ବିବାହ ପରେ ସେ କୌଣସି ଆଉ ଥରେ ନ ବିବାହ କରି ସେଇ ଘରେ ରହେ ଆଉ ବିଧବା ହେଲା ପରେ ମଧ୍ୟ ମାଛ ମାଂସ ଅଣ୍ଡା ଭକ୍ଷଣ କରେ, ଯାହାଦ୍ୱାରା ତାଙ୍କ ସ୍ୱାମୀ ପରଲୋକରେ ବହୁ ଦୁଃଖ କଷ୍ଟ ଭୋଗ କରନ୍ତି। ଏ କଥା ଆମେ କହୁନୁ, ବରଂ ଆପଣଙ୍କର ଗରୁଡ଼ ପୁରାଣ ଏହାର ପ୍ରମାଣ ଦେଇଛନ୍ତି। ପୂର୍ବପୁରୁଷମାନେ ଅଭିଶାପ ଦିଅନ୍ତି ସନ୍ତାନମାନଙ୍କର ଅମଙ୍ଗଳ ହୋଇଥାଏ। ଟିକେ ଜିହ୍ବାକୁ ସଂଯମ କରିଦେଲେ ସବୁ କିଛି ହୋଇଯାଏ। ତେଣୁ ଅନେକ ଲୋକ କହନ୍ତି ବିଧବା ନାରୀର କ'ଣ ସୁଖ ନାହିଁ। ବିଧବା ନାରୀ କ'ଣ ସୁଖ କ'ଣ ଜୀବ ହତ୍ୟା କରି ଆମେ ସୁଖ ପାଇବା? ଜୀବର ଲାଳସା ପାଇଁ କେବଳ ଜୀବ ହତ୍ୟା କରି ସୁଖ ପାଇବା? ଆମିଷ ଛାଡ଼ିବା ହଁ ଅନେକ କଷ୍ଟ ହୋଇପାରେ, କିନ୍ତୁ ଆପଣ ଚେଷ୍ଟା କରନ୍ତୁ ଯଦି ପ୍ରକୃତ ଆପଣଙ୍କ ସ୍ୱାମୀକୁ ଆପଣ ଭଲ ପାଆନ୍ତି କୌଣସି ଜୀବକୁ ହତ୍ୟା କରି ଆପଣ ଭୋଜନ କରନ୍ତୁ ନାହିଁ। କାହିଁକିନା ତାଦ୍ୱାରା ସ୍ୱାମୀ ପରଲୋକରେ ଅନେକ କଷ୍ଟ ପୀଡ଼ା ପାଇଥାଏ ଆଉ ପୂର୍ବପୁରୁଷମାନେ ଅଭିଶାପ ଦିଅନ୍ତି। ତ ସେଥିପାଇଁ ଆପଣ ସାତ୍ୱିକ ଆହାର କରନ୍ତୁ। ଭଗବାନ ସିନ୍ଦୁର ଛଡ଼େଇ ନିଅନ୍ତି, ତିଲକ ଦିଅନ୍ତି, ଅର୍ଥାତ୍ କୃଷ୍ଣ ବିଧବା ଯେତେ ନାରୀ ମଙ୍ଗଳ କାର୍ଯ୍ୟ ତାଙ୍କୁ ବଳି। ଯେ ବିଧବା ହେଇଯିବା କୌଣସି ଅଭିଶାପ ନୁହେଁ, କାହିଁକିନା ବେଳେବେଳେ ମଧ୍ୟ ଭଗବାନ କୃପା କରିକି ମଧ୍ୟ ସ୍ୱାମୀ ଆପଣଙ୍କୁ ଛଡ଼େଇ ନିଅନ୍ତି। ତ କୃପା କ'ଣ କରେ, ସ୍ୱାମୀ ତ ଚାଲିଗଲା, ଅନେକ ଲୋକ କହିବେ ବିଧବା ନାରୀ ଅଶୁଭ। ନା, କୃଷ୍ଣ ବିଧବା ଯେତେ ନାରୀ ମଙ୍ଗଳ କାର୍ଯ୍ୟ ତାଙ୍କରି। ଅର୍ଥାତ୍ ଭଗବାନ ଯିଏ ଆପଣଙ୍କର ମାୟା ବନ୍ଧନ ଆଗରୁ କାଟି ନିଅନ୍ତି ତାଙ୍କ ଭାବ ଟିକେ ଦୃଢ଼ କରିବା ପାଇଁ, ସିନ୍ଦୁର ଛଡ଼େଇ ନିଅନ୍ତି ତିଲକ ଦେବା ପାଇଁ, ବେକରୁ ମଙ୍ଗଳସୂତ୍ର ଛଡ଼େଇ ନିଅନ୍ତି ତୁଳସୀ ମାଳି ଟିକେ ଦେବା ପାଇଁ। ତ ସେଥିପାଇଁ ଆପଣମାନେ ତିଲକ ଧାରଣ କରନ୍ତୁ, ବିଧବା ନାରୀମାନେ ତୁଳସୀ ଧାରଣ କରନ୍ତୁ, ତା ସହିତ ଆମିଷ ଠାରୁ ଦୂରେଇ ରୁହନ୍ତୁ। କାହିଁକିନା ଜୀବ ହତ୍ୟା ତ ଏକ ପାପ। ଯଦି ସ୍ୱାମୀ ମଲା ପରେ ଆପଣ ଆମିଷ ଭକ୍ଷଣ କରୁଛନ୍ତି ଯାହାଦ୍ୱାରା ସ୍ୱାମୀ ଅନେକ କଷ୍ଟ ଭୋଗ କରନ୍ତି। ଏମିତିକି ବ୍ରାହ୍ମଣ ପରିବାରରେ ଆମିଷ ଭକ୍ଷଣ, ବୈଶ୍ୟ ପରିବାରରେ ମଧ୍ୟ ଆମିଷ ଭକ୍ଷଣ ପରିବାର ତରଫରୁ ନିଷେଧ କରାଯାଇଛି। ଏକାଦଶୀ ବ୍ରତ ସେମାନେ କରନ୍ତି, କିନ୍ତୁ ଅନେକ ଜାଗାରେ ମଧ୍ୟ ଦେଖିବାକୁ ମିଳେ ଯେଉଁମାନେ କି ସ୍ୱାମୀ ମରିବାର କିଛି ଦିନ ଯାଇନାହାନ୍ତି ଅଣ୍ଡା ମାଛ ମାଂସରେ ବୁଡ଼ି ରହନ୍ତି, ଯାହାଦ୍ୱାରା ସ୍ୱାମୀ ବହୁ କଷ୍ଟ ପୀଡ଼ା ପାଏ ଯେ ମୁଁ ମରିଗଲା ପରେ ଇଏ କେତେ ଖୁସିରେ ରହୁଛି। ତେଣୁ ଶୁଭ କାର୍ଯ୍ୟ ନିଷେଧ କରାଯାଏ ସେଥିପାଇଁ, କାହିଁକିନା ପୂର୍ବପୁରୁଷ ବା ମୃତ ଲୋକଙ୍କୁ ସମ୍ମାନ ଦେବା ପାଇଁ। ତ ସେଥିପାଇଁ ଆପଣମାନେ ଚେଷ୍ଟା କରିବେ ଯାହାଦ୍ୱାରା ଧର୍ମନାଶରୁ ଆପଣମାନେ ବଞ୍ଚିପାରିବେ। ତା ସହିତ ମଧ୍ୟ ଆପଣମାନେ ସ୍ୱାମୀ ମରିଗଲା ପରେ ଭାଗବତ ଗୀତା, ଜଗନ୍ନାଥଙ୍କ ଦର୍ଶନ, ତୀର୍ଥ ବ୍ରତ ଏଇଥିରେ ମନ ଦିଅନ୍ତୁ। କାହିଁକିନା ଆଠୁ ଶୁଭ ଆଉ କିଛି ନାହିଁ ସଂସାର, ଯାହାଦ୍ୱାରା ମଧ୍ୟ ସ୍ୱାମୀ ଅନେକ ଖୁସି ଭୋଗ କରିଥାନ୍ତି। ବଞ୍ଚିଥିଲା ବେଳେ ଆପଣ ସେବା କରିଛନ୍ତି, ଯାହାକି ତାଙ୍କର ପରଲୋକ ଗତି ହେଇଛି, ଆଉ ସେବା କରି କରି ତାଙ୍କୁ ପରଲୋକ ଆପଣ ପଠାଇଛନ୍ତି। ଆଉ ଆପଣ ବଞ୍ଚିଥିଲା ବେଳେ ସହଧର୍ମିଣୀ ଆପଣ ଥିଲେ, ଆଉ ମଲା ପରେ ମଧ୍ୟ ଆପଣ ତାଙ୍କ ପାଇଁ ତୀର୍ଥ ବ୍ରତ ଉପବାସ କରିବା ଦ୍ୱାରା ତାଙ୍କର ଆତ୍ମା ବହୁ ଶାନ୍ତି ଲାଭ କରେ, ସେ ପୁଣ୍ୟ ଫଳ ମଧ୍ୟ ତାଙ୍କୁ ମିଳେ। ତ ସେଥିପାଇଁ ଆପଣମାନଙ୍କ ଦେଖୁନାହାନ୍ତି ଶାସ୍ତ୍ର କେତେ ସୁନ୍ଦର କଥା କହିଛନ୍ତି, ଯାବତ୍ ଦିନାନି ହି ପୁତ୍ରମ୍ ଶାସ୍ତ୍ରମ୍ ଭାଗବତ ଗୃହେ ତାବତ୍ ପିବନ୍ତି ପିତର କ୍ଷୀର ସପି ମଧୁଦକମ୍। ଏହାର ଅର୍ଥ ଯାହା ଘରେ ଶ୍ରୀମଦ୍ ଭାଗବତ ପୂଜା ପାଏ ତାର ପିତୃପୁରୁଷମାନେ ନାନାଦି ପ୍ରକାର ଫଳ କ୍ଷୀର ମଧୁ ଭକ୍ଷଣ କରନ୍ତି। ଅର୍ଥାତ୍ ସ୍ତ୍ରୀ ଯଦି ଏଠି ତୀର୍ଥବ୍ରତ କରେ, ସ୍ୱାମୀ ମଲା ପରେ ଯଦି ସାତ୍ୱିକ ଆହାର କରେ ତା ସ୍ୱାମୀ ଉପରେ ନିଶ୍ଚିନ୍ତ ଭାବରେ ଶୁଭ ଫଳ ମିଳେ। ଅର୍ଥାତ୍ ତା ସ୍ୱାମୀ ଯେଉଁ ରହିଛନ୍ତି ପରଲୋକରେ କଷ୍ଟ ଅନୁଭବ କରନ୍ତି, ବରଂ ସେହି ସ୍ତ୍ରୀକୁ ଆଶୀର୍ବାଦ ଦିଅନ୍ତି, ପରିବାର ଲୋକଙ୍କୁ ଆଶୀର୍ବାଦ ଦିଅନ୍ତି। ତେଣୁ
गरुड़ पुराण अनुजाई विधवा आमिष भोजन कले बहु क्षति होता है। तो से आप जिह्वा लालसा को संयम करते कहीं जिह्वा मधुर रस पाई लालसा छाड़ी न पारे ये लालसा छाड़ा बड़ कष्टकर से आप संयम अवलंबन करूँ आमिष ठार दूरे हूँ कहीं छोड़ देते हैं वही खाने जिस थाली में एक बाल है क्यों खाते वो अंडे जिस अंडे में एक माँ का लाल है। जय जगन्नाथ जय पंच जय जगन्नाथ। धन अर्जन धर्म करी धर्मे प्राप्त नरहरि आपण उपार्जित धन को जदि धर्म कार्य लगेगा चाहूँगी किसी असहाय असुस्थ व्यक्ति पाखे आम प्रतिदिन पहुँचू आउ कि सहयोग करूँ जदि आपणकर से गुंडुची मूषा भली दान से कार्य लगे चाहूँगी स्क्रीन रे चली ए नंबर रे एबे कॉल करंतु आमे दबु आपन को फोन पे नंबर आपनकर जेतिकी समर्थ रही सामर्थ्य अनुसार आपण प्रदान करेंगे आपणकर अर्थ राशि एबे आपण जानिके आनंदित हेबे। गोटी एम्बुलेंस किणा जाइछि केवल रोगी सेवा पई जदि आपणकर किछि अर्थ से एम्बुलेंस पई आपण सहयोग करिबा पई चाहंती तो एबे कॉल करंतु एही नंबर रे आपन को अशेष धन्यवाद। जय जगन्नाथ।